ଗପ ଅମୃତରେ ଜହ୍ନମାମୁଁ ଗପ ମୂକ ଭଗବାନ। ଲକ୍ଷ୍ମୀପୁର ଗ୍ରାମରେ ଶିବରାଜ ନାମକ ଜଣେ ଗାୟକ ରହୁଥିଲେ। ସିଏ ଆଖପାଖ ଗ୍ରାମରେ ଭ୍ରମଣ କରୁଥିଲେ। ଯେଉଁଠାରେ 4-5 ଜଣ ଲୋକ ଏକାଠି ବସିଥିବାର ଦେଖୁଥିଲେ, ସେଠାରେ ପ୍ରତାପୀ ପୂର୍ବଜ ବୀରମାନଙ୍କର ଗାଥା ଓ ତ୍ୟାଗ ବର୍ଣ୍ଣନା କରି ସେ ଗୀତ ଗାଉଥିଲେ। ଗୀତ ଶୁଣି ଖୁସିରେ ଯିଏ ଯାହା ଦେଉଥିଲେ, ସେତିକିରେ ନିଜର ଗୁଜୁରାଣ ମେଣ୍ଟାଉଥିଲେ। ଗ୍ରାମଗୁଡ଼ିକରେ ମୁଖ୍ୟତଃ ଶିବ ଓ ବିଷ୍ଣୁ ଭକ୍ତ ବାସ କରୁଥିଲେ। ସେମାନଙ୍କ ଘରେ ବିବାହ କି କିଛି ମାଙ୍ଗଳିକ କର୍ମ ହେବା ଖବର ସେ ଆଗରୁ ରଖୁଥିଲେ ଓ ଠିକ୍ ସମୟରେ ସେଠାରେ ଯାଇ ସେ ପହଞ୍ଚି ଯାଉଥିଲେ। ସେଠାରେ ଶିବରାଜ ଗୃହକର୍ତ୍ତାଙ୍କର ଗୋତ୍ର, ତାଙ୍କ ପୂର୍ବପୁରୁଷମାନଙ୍କର ଦାନ, ଧର୍ମ ଓ କୀର୍ତ୍ତି ବିଷୟରେ ବଖାଣୁଥିଲେ। ତାପରେ ବ୍ରହ୍ମା, ବିଷ୍ଣୁ, ମହେଶ୍ୱର ତ୍ରିମୂର୍ତ୍ତିଙ୍କର ଗୋତ୍ର ଆଦି ନାମ କହି ବିବାହ ସମ୍ପନ୍ନ କରୁଥିଲେ। ମୁଁ ସେହି ଚାରଣ ଜାତିର ଦାୟଦ। ଆପଣଙ୍କର ପରିବାରର ଉତ୍ତରୋତ୍ତର ଉନ୍ନତି ହେଉ, ପୁଣ୍ୟ ଯଶ ଅର୍ଜନ ହେଉ, ଏହିପରି ସେ ନବବରବଧୂଙ୍କୁ ଆଶୀର୍ବାଦ ଦେଉଥିଲେ। ଶୁଭକାର୍ଯ୍ୟ ଚାଲିଥିବା ସମୟରେ ଏହି ଚାରଣ ଗୋଷ୍ଠୀର ଦାୟାଦ ଶିବରାଜଙ୍କର ଆଗମନକୁ ଶୁଭ ସୂଚନା ମନେ କରାଯାଉଥିଲା। ତେଣୁ ସେମାନେ ତାକୁ ପେଟପୂରା ଭୋଜନ ଦେବା ସହିତ ଦକ୍ଷିଣା ଆଦି ଦେଇ ବିଦା କରୁଥିଲେ। ଥରେ ଶିବରାଜ ଭୈରବ ନାମକ ଗ୍ରାମକୁ ଯାଇ ଗୀତ ଗାଇଲେ, ଭିକ୍ଷା ମାଗିଲେ ଓ ଦ୍ୱିପହର ବେଳକୁ ଗ୍ରାମ ନିକଟରେ ଥିବା ଭୈରବ ମନ୍ଦିର ନିକଟରେ ପହଞ୍ଚିଲେ। ସେଠାରେ ନିମ ଗଛ ତଳେ ବସି ଭିକ୍ଷା ମାଗି ଆଣିଥିବା ଖାଦ୍ୟ ପଦାର୍ଥ ଖାଇବାକୁ ଆରମ୍ଭ କଲା ବେଳକୁ ଗୋଟିଏ କୁକୁର ଆସି ତାଙ୍କ ପାଖରେ ପହଞ୍ଚିଲା। ଶିବରାଜ ନିଜ ଖାଦ୍ୟରୁ ଏକ ଅଂଶ ତାକୁ ଖାଇବାକୁ ଦେଲେ, କିନ୍ତୁ ସେହି କୁକୁର ଖାଦ୍ୟ ସ୍ପର୍ଶ କଲା ନାହିଁ। ଆଗ 2 ଗୋଡ଼ ଉଠାଇ ସିଏ ନମସ୍କାର କଲା। ତାପରେ ମାଟି ରାମ୍ପି ରାମ୍ପି ଆଗ ପଛ ହୋଇ ଚାଲିବାକୁ ଲାଗିଲା। ଶିବରାଜ ନିଜ ଖାଦ୍ୟକୁ ଥଳିରେ ପୂରାଇ ଦେଲେ ଓ ତା ସହିତ ଚାଲିଲେ। ସେ ତାଙ୍କୁ ଏକ କୁଡ଼ିଆ ପାଖକୁ ନେଇଗଲା। ଶିବରାଜ କୁଡ଼ିଆ ଭିତରକୁ ଉଙ୍କି ମାରିଲେ। ସେଠାରେ ଜଣେ ମଧ୍ୟବୟସ୍କ ଲୋକ ପେଟ ବେମାରରେ ପୀଡ଼ିତ ହୋଇ ଶୋଇଥିଲେ। ସେ ନିଜ ନାମ ସୀତାରାମ ବୋଲି ଜଣାଇଲେ। ତାଙ୍କ ନିକଟରେ ବସିଥିବା ତାଙ୍କ ପତ୍ନୀ ରୋଗର ସମସ୍ତ ବିବରଣୀ ଶୁଣାଇଲେ। ଶିବରାଜ ନିଜ ଥଳିରୁ ତୁରନ୍ତ ଏକ ଜଡ଼ିବୁଟି ବାହାର କଲେ। ସେହି ଜଡ଼ିବୁଟିକୁ ସୀତାରାମକୁ ଚୋବେଇ ଖାଇବାକୁ ନିର୍ଦ୍ଦେଶ ଦେଲେ। ସୀତାରାମ ଜଡ଼ିବୁଟି ଚୋବାଇବାକୁ ଆରମ୍ଭ କରିବା ମାତ୍ରେ ତାଙ୍କୁ ପେଟ ବେମାରରୁ ଆରାମ ମିଳିଲା। ପତି ପତ୍ନୀ ଶିବରାଜଙ୍କୁ ହାତ ଯୋଡ଼ି ନମସ୍କାର କଲେ। ଶିବରାଜ ସ୍ମିତ ହସି କହିଲେ, ଏହା କିଛି ବଡ଼ କଥା ନୁହେଁ। କେବଳ ପେଟ ଦରଜ ନୁହେଁ, ମୋ ପାଖରେ ଆହୁରି କେତେକ ବେମାର ପାଇଁ ଛୋଟମୋଟ ଔଷଧ ଅଛି। ଏହିପରି କହି ସେ ପୁଣି ମନ୍ଦିର ପାଖକୁ ଫେରିଗଲେ। ଶିବରାଜଙ୍କର ବୈଦ୍ୟ କାମରେ ଦକ୍ଷତା ସମ୍ପର୍କରେ ସୀତାରାମ ଦମ୍ପତି ଗ୍ରାମର ସବୁ ଲୋକଙ୍କୁ ଜଣାଇ ଦେଲେ। ତାଙ୍କର ଔଷଧ ଅବ୍ୟର୍ଥ, କ୍ଷଣକରେ ରୋଗୀ ଭଲ ହୋଇଯିବ। ଏହି ସମାଚାର ଭୈରବ ଗ୍ରାମର ମୁଖ୍ୟ ବୈଦ୍ୟ ଭାବରେ ଖ୍ୟାତି ଅର୍ଜନ କରିଥିବା ବାସୁଦେବଙ୍କ ପାଖରେ ପହଞ୍ଚିଗଲା। ସେ ଏହି କଥା ଶୁଣି ପ୍ରଥମେ ଚକିତ ହେଲେ। ଏହା ପରେ ପରେ ସେ ଲୋକମାନଙ୍କୁ ଏପରି କହୁଥିବାର ମଧ୍ୟ ଶୁଣିଲେ। ସୀତାରାମ ଠାରୁ ପଇସାଟିଏ ନ ନେଇ ଶିବରାଜ ରୋଗ ଭଲ କରିଦେଲେ। ଏହାର ଅର୍ଥ ହେଉଛି ସେ ଜଣେ ଭଲ ଲୋକ। ଆମ ବାସୁଦେବ ବୈଦ୍ୟ କେବଳ ଧନୀ ଲୋକଙ୍କର ଚିକିତ୍ସା କରନ୍ତି। ଆମେ ତାଙ୍କ ପାଖକୁ ଆଉ ଯିବା କାହିଁକି? ଏହା ଶୁଣି ବାସୁଦେବ ରାଗି ନିଆଁ ହୋଇଗଲେ। ସେ ସିଧା ଯାଇ ଗ୍ରାମ ଅଧିକାରୀଙ୍କ ପାଖରେ ପହଞ୍ଚିଲେ। ତାଙ୍କୁ ଅଭିଯୋଗ ଶୁଣାଇ କହିଲେ, ମୁଁ ପ୍ରମୁଖ ବୈଦ୍ୟ ଅମରଙ୍କର ଶିଷ୍ୟ। ମୋର ଗୁରୁ ସାକ୍ଷାତ ଧନ୍ୱନ୍ତରୀଙ୍କର ଅବତାର। ଏବେ ଲୋକମାନେ ମୋତେ ଗାଳି କରୁଛନ୍ତି। ସେଇ ଭିକାରୀ ବୈଦ୍ୟ ପାଖକୁ ଚିକିତ୍ସା ପାଇଁ ଯାଉଛନ୍ତି। ମୋତେ ତା ସହିତ ତୁଳନା କରୁଛନ୍ତି। ଏହା ମୋ ପାଇଁ ବଡ଼ ଅପମାନ। ଆପଣ ଏହାର କିଛି ଗୋଟାଏ ସମାଧାନ କରନ୍ତୁ। ଗ୍ରାମାଧିକାରୀ ତୁରନ୍ତ ଶିବରାଜଙ୍କୁ ଡକାଇଲେ।
ବିନା ଯୋଗ୍ୟତାରେ ବୈଦଗିରି କରୁଥିବାରୁ ଗାଳିମନ୍ଦ କଲେ। ଏହାପରେ ସୀତାରାମ ଦମ୍ପତିଙ୍କୁ ବାସୁଦେବଙ୍କ ପାଖରେ କ୍ଷମା ମାଗିବାକୁ ନିର୍ଦ୍ଦେଶ ଦେଲେ, କାରଣ ସେମାନଙ୍କର ପ୍ରଚାର ଦ୍ୱାରା ଶିବରାଜଙ୍କୁ ଲୋକମାନେ ପ୍ରଶଂସା କରୁଛନ୍ତି। ସୀତାରାମ ଦମ୍ପତି ତୁରନ୍ତ କ୍ଷମା ମାଗିଲେ, କିନ୍ତୁ ଶିବରାଜ କହିଲେ, ଏଥିରେ ମୋର ଦୋଷ କ'ଣ? ମୁଁ କେତୋଟି ଛୋଟ ଛୋଟ ଔଷଧ ସମ୍ପର୍କରେ ଜାଣିଛି। ଯେଉଁମାନେ ପଇସା ଖର୍ଚ୍ଚ କରି ଔଷଧ କିଣିପାରନ୍ତି ନାହିଁ, ସେମାନଙ୍କ ପାଇଁ ମୁଁ ଜଣେ ବଡ଼ ବୈଦ୍ୟ। ଏହି ବିଷୟ ସେଇ ମୂକ ପଶୁ କୁକୁରକୁ ମଧ୍ୟ ଜଣାଥିଲା। ତେଣୁ ସେ ମୋତେ ଠିକ୍ ସମୟରେ ଡାକିନେଲା। ଶିବରାଜ ସରଳ ଭାବରେ ଏହା ପ୍ରକାଶ କଲେ। ତାଙ୍କର ଏପରି କଥାରେ ଏକଦମ ନାରାଜ ହୋଇ ଗ୍ରାମ ଅଧିକାରୀ କହିଲେ, ତୁମର ନିଜର ଘର ନାହିଁ କି କେହି ଆପଣା ଲୋକ ନାହାନ୍ତି। ଗାଁକୁ ଗାଁ ଘୂରି ବୁଲୁଛ। ଲୋକମାନେ ତୁମକୁ ଦୟାକରି ଖାଇବାକୁ ଦେଉଛନ୍ତି। ଏବେ ତୁମର ଗର୍ବ ହୋଇଗଲାଣି। ସେଥିପାଇଁ ତୁମ ମୁହଁକୁ ଯାହା ଆସୁଛି ତାହା କହିଯାଉଛ। ଏ କଥା ମଧ୍ୟ କହୁଛ ଯେ ଜଣେ କୁକୁରର ଯେତିକି ଅକଲ ଅଛି, ସେତିକି ଅକଲ ମଧ୍ୟ ଆମର ନାହିଁ। ଏବେଠାରୁ ଏହି ଗ୍ରାମର କେହି ତୁମକୁ ଭିକ୍ଷା ଦେବେ ନାହିଁ। ଶିବରାଜ ବିଚଳିତ ହୋଇପଡ଼ିଲେ। ସେ ଘରକୁ ଘର ବୁଲି କ୍ଷମା ମାଗିଲେ, କିନ୍ତୁ କେହି ତାଙ୍କୁ କିଛି ଦେଲେ ନାହିଁ। ବିଚରା ସନ୍ଧ୍ୟାବେଳକୁ ଭୋକ ଉପାସରେ ମନ୍ଦିର ପାଖକୁ ଫେରି ଆସିଲେ ଓ କ୍ଳାନ୍ତ ହୋଇ ଶୋଇପଡ଼ିଲେ। ସକାଳ ହେଲା, ତଥାପି ସେ ଶୋଇ ରହିଲେ। ହଠାତ୍ ଗୋଟିଏ କୁକୁର ତାଙ୍କ କପଡ଼ାକୁ ପାଟିରେ ଧରି ଟାଣିବାକୁ ଲାଗିଲା। ସିଏ ଉଠିପଡ଼ିଲେ। ସେ ଦେଖିଲେ ସେଇ ଗ୍ରାମର ନିବାସୀ ରତନଗୁପ୍ତ ଗୋଟିଏ କଦଳୀ ପତ୍ରରେ ବିଭିନ୍ନ ପ୍ରକାରର ଖାଦ୍ୟ ପରଷି କୁକୁର ସମ୍ମୁଖରେ ରଖି କହିଲା, କାଳ ଭୈରବ ସ୍ୱୀକାର କରନ୍ତୁ। ଏହିପରି କହି ସେ କୁକୁରଙ୍କୁ ପ୍ରଣାମ କଲା, କିନ୍ତୁ କୁକୁର ପତ୍ରରେ ଥିବା ଖାଦ୍ୟ ଖାଇବା ଦୂରର କଥା ସ୍ପର୍ଶ ମଧ୍ୟ କଲା ନାହିଁ। ସେ ଖାଲି ଶିବରାଜଙ୍କ କପଡ଼ାକୁ ଟାଣିବାକୁ ଲାଗିଲା। ପ୍ରକୃତ କଥା ଏହିପରି ଥିଲା। କାଶୀ ଯାତ୍ରାରୁ ଫେରିବା ପରେ ରତନଗୁପ୍ତ ସେଇଦିନ ସକାଳେ କାଳଭୈରବ ମୂର୍ତ୍ତିର ଅର୍ଚ୍ଚନା କରାଇଲେ। ପୂଜକ କାଳଭୈରବାଷ୍ଟକ ଗାନ କଲେ। ରତନଙ୍କ ଦ୍ୱାରା ଏକ କୁକୁରର ପୂଜା କରାଇଲେ। ପୂଜକଙ୍କ ନିର୍ଦ୍ଦେଶ ଅନୁସାରେ ରତନ ପତ୍ରରେ ଭୋଗ ବାଢ଼ି କୁକୁର ପାଖରେ ନୈବେଦ୍ୟ ଅର୍ପଣ କଲେ। ଏହା ଥିଲା ସେଇ କୁକୁର ଯିଏ ଶିବରାଜଙ୍କ ଦ୍ୱାରା ସୀତାରାମର ଚିକିତ୍ସା କରାଇଥିଲା। କୁକୁର ଖାଦ୍ୟ ଗ୍ରହଣ ନ କରି ଶିବରାଜଙ୍କ ପାଖକୁ ଦୌଡ଼ିଲା। ତା ପଛେ ପଛେ ପୂଜକ, ରତନ ଓ ଗ୍ରାମବାସୀମାନେ ଧାଇଁ ଆସି ଏହି ଅଦ୍ଭୁତ ଦୃଶ୍ୟ ଦେଖୁଥିଲେ। ରତନ କହିଲା, ଏଇ କୁକୁର ପ୍ରକୃତରେ କାଳ ଭୈରବଙ୍କର ଅଂଶ ବିଶେଷ। ଆମେମାନେ ଶିବରାଜଙ୍କୁ ଗ୍ରାମରୁ ବାହାର କରି ଦେବାରୁ ସେ ଭୋକ ଉପାସରେ ରହିଲେ। କୁକୁର ଏହା ଦେଖି ସହିପାରିଲା ନାହିଁ। ସେଥିପାଇଁ ଖାଇବାକୁ ଡାକିବାକୁ ଆସିଲା। ଏହିପରି କହି ରତନ ଶିବରାଜଙ୍କ ପାଇଁ ଏକ ପତ୍ର ପକାଇ ଖାଦ୍ୟ ବାଢ଼ିଲା। ଏହି ସମାଚାର ଶୁଣି ଗ୍ରାମାଧିକାରୀ ଆଉ ବାସୁଦେବ ସେଠାରେ ଆସି ପହଞ୍ଚିଲେ। ସେମାନେ ଏହି ଦୃଶ୍ୟ ଦେଖି ସ୍ତବ୍ଧ ହୋଇଗଲେ। ଲଜ୍ଜାରେ ମୁଣ୍ଡ ତଳକୁ କଲେ। କିଛି ସମୟ ପରେ ବାସୁଦେବ ଗ୍ରାମାଧିକାରୀଙ୍କୁ କହିଲା, ପ୍ରତିଭା ଓ ବୁଦ୍ଧିମତ୍ତାକୁ ପ୍ରଶଂସା କରିବା କଥା। ଶିବରାଜ ଗ୍ରାମକୁ ଗ୍ରାମ ବୁଲି ପୂର୍ବପୁରୁଷଙ୍କର ଇତିହାସ ଗାନ କରୁଛନ୍ତି। ଏହି କାରଣରୁ ଏବେ ଯାଏଁ ଆମ ଇତିହାସ ସୁରକ୍ଷିତ ରହିଛି। ସେହିପରି ସେ ନିଜର ଅଭିଜ୍ଞତାରୁ ବୈଦ୍ୟଗିରି କରୁଛନ୍ତି। ଆମ ପରି ଲୋକମାନେ ତାଙ୍କୁ ସମ୍ମାନ ଜଣାଇ ଆଦର କରିବା ଓ ତାଙ୍କର ପ୍ରତିଭାକୁ ବିକଶିତ ହେବାକୁ ଦେବା ଉଚିତ। ଅହଙ୍କାର ଦ୍ୱାରା ପରିଚାଳିତ ହୋଇ ମୁଁ ଶିବରାଜଙ୍କୁ ଗାଳି କଲି, ଘୋର ନିନ୍ଦା କଲି। ଏଥିପାଇଁ ମୁଁ ଲଜ୍ଜିତ। କାଳ ଭୈରବ ଏହି ମୂକ ପଶୁ ମାଧ୍ୟମରେ ମୋର ଚକ୍ଷୁ ଖୋଲିଦେଲେ। ମୁଁ ତାଙ୍କୁ ସବିନୟ ପ୍ରଣାମ କରୁଛି। ଏହିପରି କହି ସେ ହାତ ଯୋଡ଼ି କୁକୁରକୁ ନମସ୍କାର କଲେ।